চতুর্থ জামিনী দ্বিতীয় স্তবকাম হওয়ার কালি সেপটে আমার বড় ভাই যে গুরুতুল্য অଛନ୍ତି বৃন্দাবন ভাই সুন্দর চম্পুকে পরিবেশন করে কিশোর চন্দ্রানন্দ চম্পু কালি সে সচম্পুটি পরিবেশন করে আজ আমি সেই কিশোর চন্দ্রানন্দ চম্পু ভ চম্পুকে পরিবেশন করা দেখিবা কেমনি কোন হচ্ছে देखी समय दिवा जीव संगी भुजंगी जीव संगी भंगी जहाँ जहाँ हे भंगी
ସବୁ କଥା ହେଲା ଯେ ଘରେ ମୋ ଝିଅ ସୁପର ଖାଇ ପର୍ଯ୍ୟନ୍ତ ବିବାହ ଯୋଗାଇ ବିବାହ ଭଲ ନାହିଁ। ତୁ ତ 3 ପୁଅ ସମ୍ରାଟ ମୋ ସୁପ ପାଇଁ ଏପର୍ଯ୍ୟନ୍ତ ଜାମା କାବା ଜ୍ୱାଇଁଟେ ଯୋଗାଡ଼ କରିପାରିଲୁ ନାହିଁ। କାହିଁକି ନା କନ୍ୟା ଯଦି ଚିତ୍ରାରେ ବେଶୀ ଦିନ ରୁହେ ତାର ମାସିକ ଋତୁସ୍ରାବ ନିର୍ଗତ ଆମ ପିତୃଲୋକମାନେ କହନ୍ତି ଯେ କାମ କରେ ତୁ ଯେ କାମ କରେ ମୋ ସୁପ ପାଇଁ ଆଜି ଯୋଉ ଗୋଟେ ବରଟେ ଯୋଗାଡ଼ କରେ। ଆଜ୍ଞା ପୁଷ୍ପ ବିମାନ ଚଢ଼ିଏ ପୁଣିତେ ଚଢ଼ିଗଲା ସୁପରଖା ପାଇଁ ବର ସଂଗ୍ରହ କରିବା ପାଇଁ ପୁଷ୍ପକ ବିମାନରେ ଆଜ୍ଞା ଉଡ଼ି ଉଡ଼ି ଚାଲିଛି ଆପଣଙ୍କର ରାବଣ ଯେତେବେଳେ ଯାଉଛି ବିନ୍ଧ୍ୟାଚଳ ଦେଇକି ଯାଉଛି ଆଜ୍ଞା ବିନ୍ଧ୍ୟାଚଳ ପ୍ରଦେଶ ଦେଇ ଗଲାବେଳେ ଆଜ୍ଞା ଦେଖିଲା ଗୋଟେ ବିଶାଳ ପାହାଡ଼ ହଉଛି ବିନ୍ଧ୍ୟାଚଳ। ଏ ବିନ୍ଧ୍ୟାଚଳ ପାହାଡ଼ର ଶୀର୍ଷ ସ୍ଥାନରେ ସଭା ଅଗ୍ରଭାଗରେ ଜଣେ କିଏ ଗୋଟେ ବସିଛି ପାହାଡ଼ ଉପରେ। ରାବଣ ଆଶ୍ଚର୍ଯ୍ୟ ହେଲା ବିଶାଳ ପାହାଡ଼ ଉପରେ କିଏ ଗୋଟେ ବସିଛି ଟିକେ ଯିବା ତାକୁ ଦେଖିବାରେ କିଏ ତାକୁ ଚିହ୍ନିବା ତେଣୁ ଚିହ୍ନିବା ପାଇଁ ବିନ୍ଧ୍ୟାଚଳ ପାହାଡ଼ ଉପରେ ଆଜ୍ଞା ରାବଣ ପୁଷ୍ପ ଧୀରେ ଧୀରେ ଯେତେବେଳେ ତଳକୁ ରାବଣ ପୁଷ୍ପ ଓହ୍ଲେଇ ଦେଇଛି ଓହ୍ଲେଇ ଦେଲା ପରେ ଦେଖିଲା ଗୋଟେ ଆଶ୍ଚର୍ଯ୍ୟ କଥା ସାର୍ ଦେଖିଲା ଜଣେ ବ୍ୟକ୍ତି ଗୋଟେ ବିଶାଳ ଲୌହମୂଷଳଟେ ସେ ପାହାଡ଼ ଭିତରେ ଭର୍ତ୍ତି କରିଦେଇଛି ଏବଂ ସେ ଲୌହମୂଷଳଟାକୁ ଦୌଡଉଛି। ପଚାରିଲା ରାବଣ କହିଲା ଏ କିଏ ତୁ ତୋର କଣ କାମ ଏ ଲୌହମୂଷଳ କାହିଁ ଭର୍ତ୍ତି କରିଛି? ଇଏ ପଚାରିଲା କହିଲା ଆଚ୍ଛା ମୁଁ କିଏ ମୁଁ ପଛେ ଜାଣିବି। ମୁଁ ପଚାରୁଛି ଏ ବିନ୍ଧ୍ୟ ପର୍ବତ ଉପରେ ମୋ ପାଖରେ ତମେ ଆସି କିଏ ପହଞ୍ଚିଲ? ଆରେ ମୂର୍ଖ ତୁ ମତେ ଚିହ୍ନିନୁ ଆଜି ମୁଁ କିଏ? ମୁଁ ହଉଛି ଆଉ ଲଙ୍କେଶ୍ୱର ରାଜା ରାବଣ। ଆରେ ମୁଁ 14 ଭୁବନ ସମସ୍ତେ ମତେ ଚିହ୍ନନ୍ତି ଦେବତା ମାନଙ୍କୁ ପାଦ ତଳେ ମୁଁ ଘଟେଇଛି। ତୁ ମତେ ପଚାରୁଛୁ ମୁଁ କିଏ ବୋଲି? ସଙ୍ଗେ ସଙ୍ଗେ ଆଜ୍ଞା ସେ ଦକ୍ଷିଣ କହିଲେ ହଁ ମୁଁ ତୁମକୁ ଜାଣିଛି ଶୁଣିଛି ତମର ବିଷୟରେ ମୁଁ ଶୁଣିଛି। ତମେ କିଏ? ନା ମୁଁ ହଉଛି ଜପାସୁରର ପୁଅ ମୋ ନାଁ ହଉଛି ଶଙ୍ଖାସୁର। ଜପାସୁର ରାକ୍ଷସ ପୁଅ ମୋ ନାଁ ହଉଛି ଶଙ୍ଖାସୁର। ଆଚ୍ଛା ଶଙ୍ଖାସୁର ତମେ ଏଠି କଣ କରୁଛ? ଏ ଲୌହମୂଷଳଟା କାହିଁକି ପାହାଡ଼ ଭିତରେ ଭର୍ତ୍ତି କରିଛ? ସବୁଦିନେ ଏ ଲୌହମୂଷଳଟାକୁ ପାହାଡ଼ ଭିତରେ ଭର୍ତ୍ତି କରି ଗୋଟେ ସୁନିର୍ମଳ ଝରଣା ସୃଷ୍ଟି କରେ। ଏ ପାହାଡ଼ ଉପରୁ ଗୋଟେ ସୁନିର୍ମଳ ଝରଣା ବାହାରିବ ଆଉ ସେ ଝରଣାରୁ ମୁଁ ପାଣି ମୁଣ୍ଡେ ପାନ କରିକି ମୋ ତୃଷ୍ଣା ନିବାରଣ କରିବି। ଏତିକି କହିଲା ବେଳକୁ ରାବଣ ହସିଦେଲା କହିଲା ଜଗତରେ କାହିଁ ଅଛି ରେ ଆଉ ନଦୀ ପୋଖରୀ ଜଗତରେ ନଦୀ ପୋଖରୀ ବୋଲି କିଛି ନାହିଁ। ତତେ ନଦୀରୁ ପାଣି ମିଳିଲାନି ଗାଡ଼ିଆରୁ ପାଣି ମିଳିଲାନି ଯେ ପାହାଡ଼ ଉପରେ ଲୌହମୂଷଳ ଭର୍ତ୍ତି କରି ତୁ ପାଣି ପିଉଛୁ। ରାକ୍ଷସ ହସିଲା ଏମିତି ନଦୀ ପୋଖରୀରୁ ତ ଯେ କେହି ଲୋକ ପାଣି ପିଉଛି କିନ୍ତୁ ମୋରି କାମ ହେଲା ପ୍ରତ୍ୟେକ ଦିନ ଏ ଲୌହମୂଷଳ ଭର୍ତ୍ତି କରି ଏ ପାହାଡ଼ରୁ ସୁନିର୍ମଳ ଝରଣା ବାହାରିବ ସେ ଝରଣାରୁ ମୁଁ ପାଣି ମୁଣ୍ଡେ ପିଇବି। ରାବଣ କଲା ଏଟା କୋଉ ବଡ କାମ ଦେଖି ଏଟା କଣ ମୋ ବାଁ ହାତର ଖେଳ ଯେତେବେଳେ ରୋଷାର ମୂଷଳ ଧରିଲା ଯେତେବେଳେ ଦୋଷାର ଲଙ୍କେଶ୍ୱର ରାବଣ ଆଜ୍ଞା ସେ ଲୌହମୂଷଳଟାକୁ ଧରି ପକେଇଛି। ଲୌହମୂଷଳଟାକୁ ଧରି ପକେଇବା ପରେ ଏ ଲୌହମୂଷଳଟାକୁ ଅନେଇଲେ ସିନା ପାଣି ବାହାରିବ। ଏତେ ପ୍ରଭାବୀ ରାଜା
মুସলটাକୁ ହଲେଇ ପାରିଲା ଲୌହ ମୁସଲଟା ପାଇଲା ହଲେଇ ପାରିଲା ନାହିଁ ରାବଣ ଯେତେବେଳେ ରାବଣ ହଲେଇ ନ ପାଇଲା ଏଇଠି ଚିନ୍ତା କଲା ଏଇଟା କି ଏତେ ବଳୁଆ ଯେ ଏଟା ମୁଁ ଯୋଉ ଲୌହ ମୁସଲଟାକୁ ଛୁଇଁ ପାରୁନି ସେ ତା ଭିତରୁ ଲୌହ ମୁସଲଟାକୁ ଦୋହଲେଇକି ପାଣି ବାହାର କରିଦଉଛି ପାହାଡ ଉପରୁ ଏଇଟା ଠିକ ବର ମୋ ସ୍ୱରୂପ ପାଇଁ ମୋ ଭଉଣୀ ସୁପରଖା ପାଇଁ ହଉଛି ଉପଯୁକ୍ତ ବର ତେଣୁ ଆଉ ଅପେକ୍ଷା କରି କରା ଏଇଟାକୁ ନେଇଛି ଶୁଣ କହୁଛି ତ୍ରିପୁରକୁ ଯାଇ ରାଜା ରାବଣ ଯାହା ମାଗିବା କଥା ତୁ ମୋତେ ଏଠି ମାଗି ନେଇ ଯା ଆଜ୍ଞା ହସିଲା ସେଠୁ ରାକ୍ଷସ ସର୍ଦ୍ଧା ଆସିବ ରାକ୍ଷସ ସର୍ଦ୍ଧାସୁର ହସିଲା ଆଜ୍ଞା ରାବଣ ପଚାରିଲା କଲାରେ କାହିଁ ହସୁଛୁ ନା ଏଇଥିପାଇଁ ହସିଲି ଆମ ଉଭୟଙ୍କ ଭିତରୁ ସବୁଆ କିଏ ଜିତିଲା କିଏ ହାରିଲା କିଏ ଆଜ୍ଞା ନା ମୁଁ ହାରିଲା ବାଲା ତମେ ଜିତିଲା ବାଲା ହ୍ୟାଲୋ